ନମସ୍କାର, ଜୟ ଜଗନ୍ନାଥ। ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା ବିଷୟରେ କେତେକ ନିୟମ ଏବଂ କିପରି ଅକ୍ଷୟ ତୃତୀୟା ଆମେ ପୂଜା କରିବା, ତା ସହିତ ତାର ବିଧିବିଧାନ। ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ଏ ଅକ୍ଷୟ ତୃତୀୟା ଦିନ ଆମେ ପୂଜା କରିବା କଥା ଏବଂ ସକାଳୁ ସକାଳୁ ତାଙ୍କୁ ଫୁଲ ପ୍ରସାଦ ଓ ଧୂପ ଦିଆଯାଏ। ଏହା ଧନ ଓ ସମୃଦ୍ଧିକୁ ଆକର୍ଷିତ କରିଥାଏ ଓ ଘରର ଅଭାବ ଦୂର କରିଥାଏ। ସୁନା କିମ୍ବା ଚାନ୍ଦି ଏହି ଦିନ କିଣନ୍ତୁ। ଅକ୍ଷୟ ତୃତୀୟାରେ ସୁନା କିମ୍ବା ଚାନ୍ଦି କିଣିବାକୁ ଶୁଭ ମନାଯାଇଥାଏ। ଏହା ଧନର ବୃଦ୍ଧି ଓ ଭବିଷ୍ୟତର ସୁରକ୍ଷାକୁ ସୂଚାଇଥାଏ। ଏହି ଦିନ କିଣା ଜିନିଷ କେବେ କମ୍ ନାହିଁ ବୋଲି ବିଶ୍ୱାସ କରାଯାଇଥାଏ। ଗରିବ ଲୋକଙ୍କୁ ଅନ୍ନଦାନ, ବସ୍ତ୍ରଦାନ, ଧନ ଦାନ କରନ୍ତୁ। ଦାନ କରିବା ଦ୍ୱାରା ପୁଣ୍ୟ ମିଳିଥାଏ ଓ ଘରକୁ ଧନ ସମୃଦ୍ଧି ଆସିଥାଏ। ଏହା ଆପଣଙ୍କ ଜୀବନରେ ଶାନ୍ତି ସୁଖ ଆଣିଥାଏ। ନୂତନ କାମ ଏହି ଦିନ ଆରମ୍ଭ କରନ୍ତୁ। ନୂତନ ବ୍ୟବସାୟ କାମ କିମ୍ବା ନୂଆ ଯୋଜନା ଏହି ଅକ୍ଷୟ ତୃତୀୟାରେ ଆରମ୍ଭ କରାଯାଏ। ଏହି କାମ ଦୀର୍ଘ ସମୟ ପର୍ଯ୍ୟନ୍ତ ସଫଳ ହୋଇଥାଏ। ତୁଳସୀ ଗଛକୁ ପୂଜା କରନ୍ତୁ। ଘରର ତୁଳସୀ ଗଛକୁ ପୂଜା କରିବା ଦ୍ୱାରା ମାତାଙ୍କୁ ପୂଜା କଲେ ଘରର ଦୋଷ ସବୁ ଦୂର ହୋଇଥାଏ, ସମୃଦ୍ଧି ବୃଦ୍ଧି ହୋଇଥାଏ। ଘରର ସଫା ସୁତୁରା କରନ୍ତୁ। ଅକ୍ଷୟ ତୃତୀୟା ପୂର୍ବରୁ ଏକ ଦିନ ଘରକୁ ସଫା କରିବା ଦରକାର। ଲକ୍ଷ୍ମୀଙ୍କୁ ଏହା ଆକର୍ଷିତ କରିଥାଏ, ନେଗେଟିଭ୍ ଶକ୍ତିକୁ ଦୂର କରିଥାଏ। ଗୋମାତାକୁ ସେବା କରନ୍ତୁ। ଗାଈକୁ ଖାଇବାକୁ ଦେବା ସହିତ ତାଙ୍କର ସେବା କଲେ ଭଗବାନଙ୍କ କୃପା ମିଳିଥାଏ। ଘରର ସମସ୍ୟା ମଧ୍ୟ ଦୂର ହୋଇଥାଏ। ଧୂପ ଦୀପ ଏହି ଦିନ ଜଳାନ୍ତୁ। ସନ୍ଧ୍ୟା ସମୟରେ ଘରର ପ୍ରତ୍ୟେକ କୋଣରେ ଧୂପ ଦେଇ ଦୀପ ଜଳାନ୍ତୁ। ଏହା ନେଗେଟିଭ୍ ଶକ୍ତିକୁ ଦୂର କରିବା ସହିତ ସକାରାତ୍ମକ ଶକ୍ତି ବଢ଼ାଇଥାଏ। ଶୁଭ ମନ୍ତ୍ର ଜପ ଓಂ ଶ୍ରୀ ମହାଲକ୍ଷ୍ମାୟ ନମଃ ଜପ କରନ୍ତୁ। ଲକ୍ଷ୍ମୀଙ୍କ କୃପା ଆଣିଥାଏ। ଧନ ସମୃଦ୍ଧି ବୃଦ୍ଧି ହେବା ସହିତ ଅକ୍ଷୟ ତୃତୀୟା ଯାହା ଏକ ଅବସରକୁ ଆହୁରି ଶୁଭ କରିଥାଏ। ସୂର୍ଯ୍ୟ ଓ ଚନ୍ଦ୍ର ଉଭୟ ସେମାନଙ୍କର ଉଚ୍ଚ ରାଶିରେ ଅବସ୍ଥାନ କରନ୍ତି, ଯାହାଦ୍ୱାରା ସକାରାତ୍ମକ ଶକ୍ତି ଶୁଭ ଫଳ ମିଳିଥାଏ। ଏହି ନିର୍ଦ୍ଦିଷ୍ଟ ଯୋଗ ବିଶେଷ ରୂପରେ କ୍ୟାରିୟର ଏବଂ ପାରିବାରିକ ଜୀବନ ଉପରେ ବିଶେଷ ସକାରାତ୍ମକ ପ୍ରଭାବ ପକାଇଥାଏ। ଏହି ଦିନ ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ଦିନ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ। ବୃତ୍ତିଗତ କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଏ। ଆର୍ଥିକ ଚ୍ୟାଲେଞ୍ଜର ସମ୍ମୁଖୀନ ମଧ୍ୟ ହୋଇପାରନ୍ତି, ତଥାପି ଆପଣ ଆପଣଙ୍କର ସାଥୀ ସହିତ ମିଶି ପରିସ୍ଥିତିକୁ ସମ୍ଭାଳି ନେବେ। ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟର ଧ୍ୟାନ ଦେବା ଜରୁରୀ। ତୁଳା ରାଶିମାନେ ଖୁସିର ପରିପୂର୍ଣ୍ଣ ରହିବା ସହିତ ଦୀର୍ଘ ସମୟ ଚାଲିଥିବା ସମସ୍ୟାକୁ କମ୍ କରାଯିବ। କାମ ସହଜରେ ପୁରା ଆଉ ସଫଳତାର ସଂକେତ ମିଳିବ। ସମୟ ବିତାଇବା ସହିତ ପ୍ରିୟଜନଙ୍କ ସହିତ କେଉଁଠି ବୁଲିବାକୁ ଯୋଜନା କରନ୍ତୁ। ଧନୁରାଶିମାନେ ଅଳ୍ପ ପରିଶ୍ରମରେ ବି ମିଳିବ ସଫଳତା। ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ମିଳିବ ସଫଳତା। ସମର୍ଥନ ପାଇବେ, ଯାହାଫଳରେ ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଏହା ନୂଆ କାମ ଆରମ୍ଭ କରିବାର ସୁଯୋଗ ମଧ୍ୟ ସୃଷ୍ଟି ହେବ। ଯେଉଁ କ୍ଷେତ୍ର ପ୍ରଭାବିତ ହେବେ କହୁନା ଶୁଭ ସଂଯୋଗର ପ୍ରଭାବ ମୁଖ୍ୟ କ୍ୟାରିୟର, ଶିକ୍ଷା, ପାରିବାରିକ ଜୀବନ କ୍ଷେତ୍ରରେ ଅନୁଭୂତ ହେବା ଆଶା କରାଯାଉଛି। ଅକ୍ଷୟ ତୃତୀୟାରେ ଆମେ କାହିଁକି ଖାସ୍ ନା ସନାତନ ଧର୍ମରେ ଏହାକୁ ଶୁଭ ବୋଲି ବିବେଚନା କରାଯାଏ। ଅକ୍ଷୟ ଶବ୍ଦଟି ଅର୍ଥ ଯାହା ଅକ୍ଷୁଣ୍ଣ ବା କେବେ ଶେଷ ହୁଏ ନାହିଁ। ଏହି ଦିନ କରାଯାଇଥିବା ଦାନ, ପୂଜା ଓ ଶୁଭ କାର୍ଯ୍ୟକୁ ପ୍ରାପ୍ତି ହୋଇଥିବା ପୁଣ୍ୟ ଅତ୍ୟନ୍ତ ପୁଣ୍ୟ ଅଟେ, କେବେ କ୍ଷୟ ହୁଏ ନାହିଁ ବୋଲି ବିଶ୍ୱାସ କରାଯାଇଥାଏ। ଏହି କାରଣରୁ ଏହି ଦିନରେ ଅନେକ ଶୁଭ କାର୍ଯ୍ୟ କରାଯାଇଥାଏ, ଯାହାଦ୍ୱାରା ସବୁ ସଫଳ ହେବା ସହିତ ପୁଣ୍ୟ ଲାଭ ହୋଇଥାଏ। ଏହି ଦିନ କ'ଣ କରିବା ଉଚିତ ଓ କ'ଣ ନ କରିବା ଚାଲନ୍ତୁ ଜାଣିବା। ଅକ୍ଷୟ ତୃତୀୟା ଦିନ ଦାନ ଏବଂ ଦାନ କର୍ମରେ ଲିପ୍ତ ହେବା
ଧାର୍ମିକ ରୀତିନୀତି ପୂଜା କରିବା, ନୂତନ ପ୍ରୟାସ ଆରମ୍ଭ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ। ଏହା ବ୍ୟତୀତ ଏହି ଦିନ ସୁନା ଏବଂ ରୂପା କିଣିବା, ଆର୍ଥିକ ନିବେଶ କରିବା ଏବଂ ଧାର୍ମିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ବିଶେଷ ଫଳପ୍ରଦ ହୋଇଥାଏ। ତେଣୁ ଏହା ବିଶ୍ୱାସ ଅଛି ଯେ ଯଦି ଏହି ଦିନ ଏସବୁ କାର୍ଯ୍ୟ କରାଯାଏ ତାହେଲେ ଘରରେ ଉନ୍ନତି ହେବା ସହିତ ନିଜର ଉନ୍ନତି ହୋଇଥାଏ। ତାହେଲେ ଏହି ଦିନ ଏଇ କେତେକ ରାଶି ବହୁତ ଶୁଭ ହୋଇଥାଏ ତାଙ୍କର। ତାହେଲେ ବୃଷ ରାଶିର ଅଧିପତି ଶୁକ୍ର ଗ୍ରହ ଓ ଏହା ପୃଥିବୀର ତତ୍ତ୍ୱ ସହ ଜଡ଼ିତ। ଏହି ରାଶିର ଲୋକମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି ଏବଂ ପ୍ରତ୍ୟେକ କାମକୁ ଧୈର୍ଯ୍ୟର ସହିତ କରନ୍ତି। ତେଣୁ ସେମାନଙ୍କ ସହଜରେ ହାର ମାନନ୍ତି ନାହିଁ, ନିରନ୍ତର ପରିଶ୍ରମ କରିଥାନ୍ତି। ଏହି ଗୁଣ ଗୁଡ଼ିକ ଦ୍ୱାରା ସେମାନେ ଜୀବନରେ ଧୀରେ ଧୀରେ ହେଉ ପଛକେ କିନ୍ତୁ ନିଶ୍ଚିନ୍ତ ସେମାନେ ସଫଳତା ପାଇଥାନ୍ତି। ବନ୍ଧୁଗଣ, ଭିଡ଼ିଓଟି ଦୟାକରି ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ତା ସହିତ ଏ ଭିଡ଼ିଓଟି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ସହିତ ହାଇ ପଏଣ୍ଟଟାକୁ ନିଶ୍ଚିନ୍ତ ଦେବେ। ତା ସହିତ ସବସ୍କ୍ରାଇବ୍ ବେଲ୍ ଆଇକନ୍ଟାକୁ ଦବାଇବେ। ତା ସହିତ କମେଣ୍ଟରେ ଆପଣଙ୍କର ମତାମତ ଦେବା ସହିତ ଭଗବାନଙ୍କ ନାଁକୁ ଲେଖନ୍ତୁ। ଚାଲନ୍ତୁ, ଯାହାଦ୍ୱାରା ସେମାନଙ୍କ ଟଙ୍କା ପଇସା ଅଭାବର ଅସୁବିଧା ହୋଇନଥାଏ। ତାପରବର୍ତ୍ତୀ ରାଶି ହେଲେ କନ୍ୟା ରାଶି। କନ୍ୟା ରାଶିଙ୍କର ଏହି ଦିନଠାରୁ କ'ଣ ହେବ ନା ଶୁଭ। କନ୍ୟା ରାଶି ପୃଥିବୀ ତତ୍ତ୍ୱ ସହ ଜଡ଼ିତ ଓ ତାଙ୍କୁ ରାଶି ଚକ୍ରର ଷଷ୍ଠ ରାଶି ଭାବରେ ଗଣାଯାଇଥାଏ। ଏହି ରାଶିର ଲୋକମାନେ ପରିଶ୍ରମୀ, ଦାୟିତ୍ୱବାନ ହୋଇଥାନ୍ତି। ସେମାନେ ନିଜ କାମକୁ ନିଷ୍ଠାର ସହିତ କରନ୍ତି, ଯାହା ଫଳରେ ଭଲ ପରିଣାମ ମିଳିଥାଏ। ସେମାନେ ଗୋଟିଏ ଗ୍ରୁପ ହୋଇ କାମ କରିବାରେ ମଧ୍ୟ ଦକ୍ଷ ହୋଇପାରନ୍ତି। ମାନ୍ୟତା ଅନୁସାରେ ଲକ୍ଷ୍ମୀ ସେମାନଙ୍କ ପରିଶ୍ରମର ଫଳ ନିଶ୍ଚିତ ଭାବରେ ଦିଅନ୍ତି। ତେଣୁ ସେମାନେ ଜୀବନରେ ଧନର ଅଭାବ ସେମାନଙ୍କର ହୋଇନଥାଏ। ଏହାକୁ ଆପଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଶେଷକୁ ଆହୁରି ଭଲ ଭଲ କଥା ସବୁ ଅଛି। ଦୟାକରି ଶେଷ ପର୍ଯ୍ୟନ୍ତ ଭିଡ଼ିଓଟି ଦେଖନ୍ତୁ। ତା ସହିତ ଭିଡ଼ିଓଟି ଲାଇକ୍ ଏବଂ ସେୟାର ଦୟାକରି ଦିଅନ୍ତୁ। ତାପରେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କର ବିଷୟରେ। ତୁଳା ରାଶିର ସ୍ୱାମୀ ହେଉଛନ୍ତି ଶୁକ୍ର ଗ୍ରହ। ଏହା ବାୟୁ ତତ୍ତ୍ୱର ରାଶି ଅଟେ। ଏହି ରାଶିର ଲୋକମାନେ ଅନ୍ୟମାନଙ୍କ ସହ ଭଲ ବ୍ୟବହାର କରନ୍ତି। ସେମାନେ ନ୍ୟାୟ ଓ ଅପ୍ରତ୍ୟକ୍ଷ କଥାକୁ ନିଜ ବୁଦ୍ଧିରେ ସମ୍ଭାଳିଥାନ୍ତି। ତେଣୁ ସେମାନଙ୍କ ମଧ୍ୟରେ କଳା, ସୃଜନଶୀଳତା ମଧ୍ୟ ଦେଖିବାକୁ ମିଳିଥାଏ, ଯାହାଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ସେମାନଙ୍କ ଜୀବନରେ ପଡ଼ିଥାଏ। ତେଣୁ ସେମାନେ ଏହି ଅକ୍ଷୟ ତୃତୀୟା ଦିନଠାରୁ ତାଙ୍କର ଭଲ ଦିନ ଆରମ୍ଭ ହୋଇଥାଏ। ସେ ଆଗକୁ ଅନେକ ସୁଯୋଗ ମଧ୍ୟ ପାଇବେ। ତାପରେ କୁମ୍ଭ ରାଶି। ଏହି କୁମ୍ଭ ରାଶି ବ୍ୟକ୍ତିଙ୍କର ଏହି ଦିନଠାରୁ କ'ଣ, ଏହା ବାୟୁ ତତ୍ତ୍ୱ ସହ ଜଡ଼ିତ ରାଶି ଚକ୍ରର 11ତମ ସ୍ଥାନରେ ଥାଏ। ଏହି ରାଶିର ଲୋକମାନେ ନିଜର ଶକ୍ତିରେ ଆଗକୁ ବଢ଼ିବାରେ ବିଶ୍ୱାସ କରିଥାନ୍ତି। ସେମାନେ ପରିଶ୍ରମୀ ହେବା ସହିତ ସମାଜ ପ୍ରତି ଦାୟିତ୍ୱ ମଧ୍ୟ ପାଳନ କରନ୍ତି। ତେଣୁ ସେମାନଙ୍କର ଚିନ୍ତା ଗଭୀର, ବୁଦ୍ଧିମତ୍ତାପୂର୍ଣ୍ଣ ହୋଇଥାଏ। ସେମାନଙ୍କର ଚିନ୍ତାଧାରା କୁହାଯାଏ ଯେ ମା ଲକ୍ଷ୍ମୀଙ୍କ କୃପା ସେମାନଙ୍କର ନିଜର ପ୍ରୟାସ ଭଲ ଫଳ ଓ ସେମାନେ ଏସବୁ ଜିନିଷ ପାଇଥାନ୍ତି। ଜୀବନରେ ଆଗକୁ ବଢ଼ିବାର ସୁଯୋଗ ସେମାନଙ୍କୁ ମିଳିଥାଏ।
ମା ଲକ୍ଷ୍ମୀଙ୍କ କୃପା ସର୍ବଦା ସେମାନଙ୍କ ଉପରେ ରହିଥାଏ। ତେଣୁ ସେମାନେ ଆଗକୁ ଆଗକୁ ବଢ଼ିବାକୁ ତାଙ୍କୁ ସୁଯୋଗ ବହୁତ ମିଳିଯାଏ। ତାପରେ ରାଶି ହେଲା ମୀନ ରାଶି। ଏ ମୀନ ରାଶିର ଆଜି ଦିନଠାରୁ ଏ ମୀନ ରାଶି ତାଙ୍କର ସଫଳତା ସେଠି ଚଢ଼ିବେ। ସମ୍ପର୍କ ଜଳ ତତ୍ତ୍ୱ ସହ ଏ ରାଶି, ଏହାର ସ୍ୱାମୀ ହେଉଛନ୍ତି ବୃହସ୍ପତି ଗ୍ରହର। ଏହି ରାଶିର ଲୋକମାନେ ହୃଦୟରେ ବହୁତ ସଫା ହୋଇଥାନ୍ତି। ସେମାନେ ଅନ୍ୟମାନଙ୍କୁ ସହାୟତା କରିବା ପଛଘୁଞ୍ଚା ଦିଅନ୍ତି ନାହିଁ। ସବୁବେଳେ ସକାରାତ୍ମକ ଚିନ୍ତା କରିବା ସହିତ ସେମାନଙ୍କ ମଧ୍ୟରେ ସହନଶୀଳତା ମଧ୍ୟ ବହୁତ ଥାଏ। ତେଣୁ ମାନ୍ୟତା ଅନୁସାରେ ଏହି ରାଶିମାନଙ୍କର ସ୍ୱଭାବ ବହୁତ ଭଲ ହୋଇଥାଏ। ତେଣୁ ମା ଲକ୍ଷ୍ମୀ ସେମାନଙ୍କୁ କୃପା କରିଥାନ୍ତି। ଜୀବନରେ ଏମାନଙ୍କର ସୁଖ ସମୃଦ୍ଧି ଭରି ଦିଅନ୍ତି ଏବଂ ଏହି ରାଶିର ଲୋକମାନଙ୍କର ସଫଳତା ଆଗକୁ ଆଗକୁ ଆସିବ। ନମସ୍କାର, ଜୟ ଜଗନ୍ନାଥ। ଭିଡ଼ିଓଟି ଆଜି ଏଇଠି ରଖୁଛି। ଦୟାକରି କମେଣ୍ଟରେ ଆପଣଙ୍କର ମତାମତ ଦିଅନ୍ତୁ। ଜୟ ଜଗନ୍ନାଥ।